ଆଜି ଆମେ ଶୁଣିବା ମିଠା ମିଠା ବାବାଙ୍କର ମଧୁର ମହାବାକ୍ୟ। ତାରିଖ 4 ଅଗଷ୍ଟ 2026। ପ୍ରାତଃ ମୁରଲି ଓମ୍ ଶାନ୍ତି ବାପ ଦାଦା ମଧୁବନ। ବାବା କହୁଛନ୍ତି ମିଠେ ବଚ୍ଚେ ବାବାଙ୍କର ରାଇଟ୍ ହ୍ୟାଣ୍ଡ ହେବାକୁ ହେଲେ ପ୍ରତ୍ୟେକ କଥାରେ ରାଇଟିୟସ୍ ଅର୍ଥାତ୍ ସତ୍ୟତାର ପରିଚାଳକ ହୁଅ, ସର୍ବଦା ଶ୍ରେଷ୍ଠ କର୍ମ କର। ବାବା କହୁଛନ୍ତି ମିଠେ ବଚ୍ଚେ ବାବାଙ୍କର ରାଇଟ୍ ହ୍ୟାଣ୍ଡ ହେବାକୁ ହେଲେ ପ୍ରତ୍ୟେକ କଥାରେ ରାଇଟିୟସ୍ ଅର୍ଥାତ୍ ସତ୍ୟତାର ପରିଚାଳକ ହୁଅ, ସର୍ବଦା ଶ୍ରେଷ୍ଠ କର୍ମ କର। ଆଜି ବାବା ପ୍ରଶ୍ନ ପଚାରୁଛନ୍ତି କେଉଁ ପ୍ରକାରର ସଂସ୍କାର ସେବାରେ ବହୁତ ବିଘ୍ନ ପକାଇଥାଏ? କେଉଁ ପ୍ରକାରର ସଂସ୍କାର ସେବାରେ ବହୁତ ବିଘ୍ନ ପକାଇଥାଏ? ଉତ୍ତର ଭାବ। ବାବା ଉତ୍ତରରେ କହୁଛନ୍ତି ଭାବ ସ୍ୱଭାବର ବଶବର୍ତ୍ତୀ ହେବା କାରଣରୁ ପରସ୍ପର ମଧ୍ୟରେ ଯେଉଁ ଦ୍ୱିମତର ସଂସ୍କାର ହୋଇଥାଏ, ଏହା ସେବାରେ ବହୁତ ବିଘ୍ନ ପକାଇଥାଏ। ଭାବ ସ୍ୱଭାବର ବଶବର୍ତ୍ତୀ ହେବା କାରଣରୁ ପରସ୍ପର ମଧ୍ୟରେ ଯେଉଁ ଦ୍ୱିମତର ସଂସ୍କାର ହୋଇଥାଏ, ଏହା ସେବାରେ ବହୁତ ବିଘ୍ନ ପକାଇଥାଏ। ଦୁଇଟି ମତ ହେବା ଦ୍ୱାରା ବହୁତ କ୍ଷତି ହୋଇଥାଏ। କ୍ରୋଧର ଭୂତ ଏପରି ଯେ ଭଗବାନଙ୍କର ସାମ୍ନା କରିବାକୁ ବି ଡେରି କରେ ନାହିଁ। ସେଥିପାଇଁ ବାବା କହୁଛନ୍ତି ହେ ମଧୁର ସନ୍ତାନମାନେ, ଏହିପରି କୌଣସି ବି ସଂସ୍କାର ଥିଲେ ତାକୁ ବାହାର କରିଦିଅ। ଆଜିର ଗୀତ ତକଦୀର ଜଗାକର ଆଇ ହୁଁ। ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ ରୁହାନୀ ସନ୍ତାନ ଅର୍ଥାତ୍ ଶିବ ବାବା ଯିଏ ସୁପ୍ରିମ ଆତ୍ମା ଅଟନ୍ତି, ତାଙ୍କର ସନ୍ତାନ ଆତ୍ମାମାନେ ଶରୀର ରୂପୀ କର୍ମେନ୍ଦ୍ରିୟ ଦ୍ୱାରା ଗୀତ ଶୁଣିଲେ। ଏବେ ତ ପିଲାମାନଙ୍କୁ ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ଏଥିରେ ବହୁତ ପରିଶ୍ରମ ମଧ୍ୟ ରହିଛି। ପ୍ରତି ମୁହୂର୍ତ୍ତରେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ। ଏହା ହେଉଛି ଗୁପ୍ତ ମେହନତ। ବାବା ଗୁପ୍ତ ହୋଇଥିବାରୁ ପରିଶ୍ରମ ମଧ୍ୟ ଗୁପ୍ତ କରାଉଛନ୍ତି। ବାବା ସ୍ୱୟଂ ଆସି କହୁଛନ୍ତି ପିଲାମାନେ ମୋତେ ମନେ ପକାଇଲେ କଳ୍ପ ପୂର୍ବ ସଦୃଶ ପୁନର୍ବାର ତୁମେ ସତ୍ତ୍ୱପ୍ରଧାନ ହୋଇଯିବ। ସନ୍ତାନମାନେ ବୁଝୁଛନ୍ତି ଯେ ଆମେ ସତ୍ତ୍ୱପ୍ରଧାନ ଥିଲୁ, ପୁଣି ଆମେ ହିଁ ଏବେ ତମ ପ୍ରଧାନ ହୋଇଛୁ। ପୁଣି ସତ୍ତ୍ୱପ୍ରଧାନ ନିଶ୍ଚିତ ହେବାକୁ ପଡ଼ିବ। ଗୀତରେ ମଧ୍ୟ କହୁଛନ୍ତି ଯେ ତୁମେ ଯେଉଁ ଭାଗ୍ୟ ହରାଇଛ ତାକୁ ପୁଣି ପାଇବା ପାଇଁ ପୁରୁଷାର୍ଥ କରାଉଥିବା ପାଇଁ ସେହି ଜଣେ ହିଁ ସର୍ବଶକ୍ତିମାନ ବାବା ଅଛନ୍ତି, କାରଣ ସିଏ ସମସ୍ତଙ୍କୁ ପାବନ କରାଉଛନ୍ତି ନା। ବାବା ପିଲାମାନଙ୍କୁ ବୁଝାଉଛନ୍ତି ହେ ଆତ୍ମିକ ସନ୍ତାନମାନେ, ଏବେ ତୁମେ ଭାଗ୍ୟ ଗଢ଼ିବାକୁ ଆସିଛ। ଛାତ୍ରମାନେ ସ୍କୁଲକୁ ଭାଗ୍ୟ ଗଢ଼ିବାକୁ ଯାଇଥାନ୍ତି ନା। ସେମାନେ ତ ଛୋଟ ପିଲା ଅଟନ୍ତି। ତୁମେ ଛୋଟ ନୁହେଁ, ତୁମେ ତ ବଡ଼ ଓ ବୟସ୍କ ଅଟ। ସେଥିପାଇଁ ନିଜର ଭାଗ୍ୟ ଗଢ଼ୁଛ। ହଁ, କେହି କେହି ବହୁତ ବୃଦ୍ଧ ମଧ୍ୟ ଅଛନ୍ତି। ବୃଦ୍ଧାବସ୍ଥା ଅପେକ୍ଷା ଯୁବାବସ୍ଥାରେ ପାଠ ପଢ଼ିବା ଭଲ। ଯବାନମାନଙ୍କର ବୁଦ୍ଧି ଭଲ ହୋଇଥାଏ। ଏହା ତ ସମସ୍ତଙ୍କ ପାଇଁ ବହୁତ ସହଜ ଅଟେ। ତୁମର ଶରୀର ତ ବଡ଼ ଅଟେ ନା, ଇଏ ଛୋଟ ପିଲା ଅଟନ୍ତି। ଏତେ କଥା ବୁଝିପାରିବେ ନାହିଁ, କାହିଁକି ନା ତାଙ୍କର କର୍ମେନ୍ଦ୍ରିୟ ହିଁ ଛୋଟ ଅଟେ। ସ୍ତୁତି ନିନ୍ଦା ଦୁଃଖ ସୁଖ ଏହି କଥାକୁ ତୁମେ ବୁଝିପାରିବ। ଆତ୍ମା ତ ବିନ୍ଦୁ ଅଟେ, ଶରୀର ବଢ଼ି ଚାଲିଥାଏ। ଆତ୍ମା ତ ଏକରସ ଅର୍ଥାତ୍ ସ୍ଥିର ରହିଥାଏ, କେବେ ଛୋଟ ବଡ଼ ହୋଇନଥାଏ। ସେହି ଆତ୍ମାର ବୁଦ୍ଧି ପାଇଁ ବାବା କସ୍ତୁରୀ ପରି ଉପହାର ଦେଉଛନ୍ତି, କାହିଁକି ନା ଏବେ ତ ବୁଦ୍ଧି ଅତି ତମ ପ୍ରଧାନ ହୋଇଯାଇଛି। ତାହା ଏବେ ସ୍ୱଚ୍ଛ ମଧ୍ୟ ହେଉଛି। ଏହି ଚିତ୍ରଗୁଡ଼ିକ ତୁମର ବୁଝାଇବାରେ ବହୁତ କାମରେ ଆସୁଛି। ଭକ୍ତି ମାର୍ଗରେ ଦେବତାମାନଙ୍କ ସମ୍ମୁଖରେ ଯାଇ ମୁଣ୍ଡ ନୁଆଁଇ ପୂଜା କରିଥାନ୍ତି। ଆଗରୁ ତୁମେମାନେ ମଧ୍ୟ ଅନ୍ଧଶ୍ରଦ୍ଧାରେ ମନ୍ଦିରକୁ ଯାଉଥିଲ। ତୁମେ ପୂର୍ବରୁ ଶିବଙ୍କ ମନ୍ଦିରକୁ ଯାଉଥିଲ। ତୁମେ କ'ଣ ଜାଣିଥିଲ ଯେ ଇଏ ଶିବ ବାବା ଅଟନ୍ତି? ବାବାଙ୍କ ଠାରୁ ନିଶ୍ଚୟ ସମ୍ପତ୍ତି ମିଳିଛି, ସେଥିପାଇଁ ତ ତାଙ୍କର ମହିମା ଗାନ କରାଯାଉଛି। କେହି ଭଲ କାମ କରି ଗଲେ ତାଙ୍କର ମହିମା ଗାୟନ କରିଥାନ୍ତି। ଶିବ ବାବାଙ୍କର ଷ୍ଟାମ୍ପ ତିଆରି କରିବା ଦରକାର। ଶିବ ବାବା ଗୀତା ଜ୍ଞାନଦାତା। ଏହି ଷ୍ଟାମ୍ପ ସହଜରେ ତିଆରି ହୋଇପାରିବ। ଏହି ବାବା ସମସ୍ତଙ୍କୁ ସୁଖ ଦେଇଥାନ୍ତି। ବାବା କହୁଛନ୍ତି ମୁଁ ତୁମକୁ ସୁଖଧାମର ମାଲିକ କରାଉଛି। ବୁଢ଼ୀମାନେ ମଧ୍ୟ ଏକଥା ବୁଝୁଛନ୍ତି ଯେ ଆମେ ଆସିଛୁ ଶିବ ବାବାଙ୍କ ପାଖକୁ, ଯିଏ ବିଚିତ୍ର ଅଟନ୍ତି, ଯିଏ ଏହି ଚିତ୍ର ଅର୍ଥାତ୍ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଛନ୍ତି।
ନିରାକାରଙ୍କୁ ବିଚିତ୍ର କୁହାଯାଉଛି। ବୁଦ୍ଧିରେ ରହୁଛି ଯେ ଆମେ ଶିବ ବାବାଙ୍କ ପାଖକୁ ଯାଉଛୁ, ଯିଏ ଟେମ୍ପରାରୀ ଅସ୍ଥାୟୀ ଭାବେ ଏହି ଶରୀର ଧାରଣ କରିଛନ୍ତି। ପତିତଙ୍କୁ ପାବନ କରାଇ ମୁକ୍ତି ଜୀବନ ମୁକ୍ତି ଦେଉଛନ୍ତି ଅଥବା ଶାନ୍ତିଧାମ ସୁଖଧାମର ବାସିନ୍ଦା କରାଉଛନ୍ତି। ମନୁଷ୍ୟ ଶାନ୍ତି ପାଇବା ପାଇଁ ହିଁ ଚେଷ୍ଟା କରୁଛନ୍ତି। ଭଗବାନ ମିଳିଗଲେ ଶାନ୍ତି ମିଳିଯିବ। ସେମାନେ ସୁଖ ପାଇଁ ପୁରୁଷାର୍ଥ କରୁନାହାନ୍ତି। କେବଳ ବାବାଙ୍କ ପାଖକୁ ଘରକୁ ଯିବୁ, ଆମକୁ ଭଗବାନ ମିଳିବା ଆବଶ୍ୟକ। ବର୍ତ୍ତମାନ ସମୟରେ ସମସ୍ତେ ମୁକ୍ତିର ଆଶା ରଖୁଛନ୍ତି। କେବଳ ତୁମେ ବ୍ରାହ୍ମଣମାନେ ହିଁ ଜୀବନ ମୁକ୍ତି ନେଉଛ। ଅନ୍ୟ ସମସ୍ତେ ମୁକ୍ତି ପାଇବା ପାଇଁ ଇଚ୍ଛା ରଖୁଛନ୍ତି। ଜୀବନ ମୁକ୍ତିର ରାସ୍ତା ବତାଇବା ପାଇଁ କେହି ନାହାନ୍ତି। ସନ୍ନ୍ୟାସୀମାନଙ୍କ ପାଖକୁ ଯାଇ ଶାନ୍ତି ମାଗିଥାନ୍ତି। କେହି ମନକୁ ଶାନ୍ତି କିପରି ମିଳିବ? କୁହନ୍ତି ମନକୁ ଶାନ୍ତି କିପରି ମିଳିବ? ଯେଉଁମାନେ ରାସ୍ତା ବତାଉଛନ୍ତି ସେମାନେ ହେଉଛନ୍ତି ହିଁ ମୁକ୍ତିଧାମର ଯାତ୍ରୀ। ମୋକ୍ଷ କ'ଣ ଏହା ମଧ୍ୟ ବୁଦ୍ଧିରେ ବୁଝିପାରୁନାହାନ୍ତି। ବିରକ୍ତ ହୋଇ କହୁଛନ୍ତି ମୁକ୍ତି ପାଇଗଲେ ତ ଭଲ। ବାସ୍ତବରେ ମୁକ୍ତିଧାମ ହେଉଛି ଆତ୍ମାମାନଙ୍କର ରହିବାର ସ୍ଥାନ। ଏତେ ସବୁ ସେଣ୍ଟର ପିଲାମାନେ ବାବା କହୁଛନ୍ତି ଏତେ ସବୁ ସେଣ୍ଟରର ପିଲାମାନେ ଅଛନ୍ତି। ସମସ୍ତେ ଜାଣିଛନ୍ତି ଯେ ଆମେ ନୂଆ ଦୁନିଆ ପାଇଁ ରାଜ୍ୟ ଭାଗ୍ୟ ନେଉଛୁ। ବାବା ଆମକୁ ନୂଆ ଦୁନିଆର ରାଜ୍ୟ ଦେଉଛନ୍ତି। କେଉଁଠି ଦେବେ? ନୂଆ ଦୁନିଆରେ ଦେବେ ନା ପୁରୁଣା ଦୁନିଆରେ ଦେବେ? ବାବା କହୁଛନ୍ତି ମୁଁ ସଙ୍ଗମ ଯୁଗରେ ହିଁ ଆସିଥାଏ। ମୁଁ ନା ସତ୍ୟ ଯୁଗରେ ନା କଳି ଯୁଗରେ ଆସିଥାଏ। ଏହି ଦୁଇ ଯୁଗର ମଝି ସମୟରେ ଆସିଥାଏ। ବାବା ତ ସମସ୍ତଙ୍କୁ ସଦ୍ଗତି ଦେବେ ନା? ବାବା କହୁଛନ୍ତି ବାବା ତ ସମସ୍ତଙ୍କୁ ସଦ୍ଗତି ଦେବେ ନା। ଏପରି ନୁହେଁ ଯେ ଦୁର୍ଗତିରେ ଛାଡ଼ି ଚାଲିଯିବେ। ସଦ୍ଗତି ଏବଂ ଦୁର୍ଗତି ଏକତ୍ର ରହିପାରିବ ନାହିଁ। ପିଲାମାନେ ଜାଣିଛନ୍ତି ଏହି ପୁରୁଣା ଦୁନିଆ ବିନାଶ ହେବ। ସେଥିପାଇଁ ଏହି ପୁରୁଣା ଦୁନିଆ ପ୍ରତି ମମତା ରଖ ନାହିଁ। ବୁଦ୍ଧି କହୁଛି ବାସ୍ତବରେ ଏବେ ଆମେ ସଙ୍ଗମ ଯୁଗରେ ଅଛୁ। ଏହି ଦୁନିଆ ବଦଳିବ। ଏବେ ବାବା ଆସିଛନ୍ତି। ବାବା କହୁଛନ୍ତି ମୁଁ ପ୍ରତ୍ୟେକ କଳ୍ପର ସଙ୍ଗମ ଯୁଗରେ ଆସୁଛି। ତୁମକୁ ଦୁଃଖରୁ ମୁକ୍ତ କରି ହରିଙ୍କ ଦ୍ୱାରକୁ ନେଇଯାଉଛି। ଏହା ଜ୍ଞାନର କଥା। ହରିଦ୍ୱାର କୃଷ୍ଣଙ୍କ ଦ୍ୱାର ଅର୍ଥାତ୍ କୃଷ୍ଣପୁରୀକୁ କୁହାଯାଏ। ଆଚ୍ଛା, ଏହା ପଛରେ ପୁଣି ଲକ୍ଷ୍ମଣ ଝୁଲା ଲଗାଇ ଦେଇଛନ୍ତି। ପ୍ରଥମେ ହରିଦ୍ୱାର ଆସିବ। ସତ୍ୟଯୁଗକୁ ହରିଦ୍ୱାର କୁହାଯାଏ। ପୁଣି ରାମ ଲକ୍ଷ୍ମଣ ଆଦି ଦେଖାଇଛନ୍ତି। ଏପରି କୌଣସି କଥା ନାହିଁ। ଏସବୁ ମନଗଢ଼ା କଥା। ରାମଙ୍କର କେତେ ଭାଇ ଦେଖାଇଛନ୍ତି? 4 ଭାଇ ତ ହୋଇନଥାନ୍ତି। 4-8 ଭାଇ ତ କଳିଯୁଗରେ ହୋଇଥାନ୍ତି। ଗୋଟିଏ ପଟେ ଈଶ୍ୱରୀୟ ସନ୍ତାନ, ଅନ୍ୟ ପଟେ ଆସୁରୀ ସନ୍ତାନ ରହିଛନ୍ତି। ଏବେ ତୁମେ ଜାଣୁଛ ଯେ ଶିବ ବାବା ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି। ଶିବ ହେଲେ ବାବା, ବ୍ରହ୍ମା ହେଉଛନ୍ତି ଦାଦା। ସିଏ ପ୍ରଜାପିତା ଅଟନ୍ତି। ଆତ୍ମାମାନଙ୍କ ପିତା ତ ଅନାଦି ଅଟନ୍ତି। ସିଏ ବର୍ତ୍ତମାନ ସମୟରେ ବ୍ରାହ୍ମଣମାନଙ୍କୁ ରଚନା କରୁଛନ୍ତି। ଏପରି ନୁହେଁ ଯେ ଶିବ ବାବା ଶାଳଗ୍ରାମକୁ ରଚନା କରୁଛନ୍ତି। ନା, ଶାଳଗ୍ରାମ ତ ଅବିନାଶୀ ହିଁ ଅଟେ। କେବଳ ବାବା ଆସି ପବିତ୍ର କରାଉଛନ୍ତି। ଆତ୍ମା ପବିତ୍ର ନ ହେବା ପର୍ଯ୍ୟନ୍ତ ଶରୀର କିପରି ପବିତ୍ର ହେବ? ଆମେ ଆତ୍ମାମାନେ ପବିତ୍ର ଥିବା ସମୟରେ ସତ୍ତ୍ୱପ୍ରଧାନ ଥିଲୁ। ଏବେ ଅପବିତ୍ର ତମୋପ୍ରଧାନ ହୋଇଯାଇଛୁ। ପୁଣି ସତ୍ତ୍ୱପ୍ରଧାନ କିପରି ହେବୁ? ଏହା ତ ସହଜ ବୁଝିବାର କଥା। ତୁମଠାରେ ବର୍ତ୍ତମାନ ଖାଦ ପଡ଼ିବା ଦ୍ୱାରା ତୁମେ ପତିତ ତମୋପ୍ରଧାନ ହୋଇଯାଇଛ। ଏବେ ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡ଼ିବ। ହିସାବ କିତାବ ଚୁକ୍ତ କରି ସମସ୍ତେ ଶାନ୍ତିଧାମ ଅଥବା ସୁଖଧାମକୁ ଆସିବେ। ଆତ୍ମାମାନେ କିପରି ନିରାକାରୀ ଘରୁ ଆସୁଛନ୍ତି? ଖ୍ରୀଷ୍ଟିଆନମାନେ ମଧ୍ୟ ସ୍ୱୀକାର ବାବା କହୁଛନ୍ତି ଖ୍ରୀଷ୍ଟିଆନମାନେ ମଧ୍ୟ ସ୍ମାରକୀ ସଦୃଶ ନିରାକାରୀ ବୃକ୍ଷ ତିଆରି କରି ସେଥିରେ ବତୀ ଲଗାଇ ଉତ୍ସବ ପାଳନ କରିଥାନ୍ତି। ତୁମେ ଜାଣିଛ ଯେ ସବୁ ଧର୍ମର ଅଲଗା ଅଲଗା ଶାଖାମାନ ରହିଛି। ସେଠାରୁ ପ୍ରଥମେ ପ୍ରଥମେ ଆତ୍ମାମାନେ କିପରି ତଳକୁ ଓହ୍ଲାଉଛନ୍ତି, ଏହି ଜ୍ଞାନ ତୁମକୁ ମିଳିସାରିଛି। ଆମ ଆତ୍ମାମାନଙ୍କର ଘର ହେଉଛି ଶାନ୍ତିଧାମ। ବର୍ତ୍ତମାନ ହେଉଛି ସଙ୍ଗମ। ସେଠାରୁ ସବୁ ଆତ୍ମା ଆସିଗଲେ ପୁଣି ସମସ୍ତେ ଘରକୁ ବାହୁଡ଼ି ଯିବେ। ପ୍ରଳୟ ତ ହେବାର ନାହିଁ। ତୁମେ ଜାଣିଛ ଆମେ ବାବାଙ୍କଠାରୁ ଭାଗ୍ୟ ନେଇ ପୁନର୍ବାର ରାଜତ୍ୱ ନେବାକୁ ଆସିବୁ। ଏହା କେବଳ କହିବାର କଥା ନୁହେଁ, ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ସମ୍ପତ୍ତି ମିଳିବ। ବାବା କହୁଛନ୍ତି ଦେହ ସହିତ ଯିଏ ବି ଦେହର ମିତ୍ର ସମ୍ବନ୍ଧୀ ଆଦି ଅଛନ୍ତି ସମସ୍ତଙ୍କୁ ଭୁଲିଯାଅ। ଏହା ଚିତ୍ର ଓ ବିଚିତ୍ର ଅଟେ ନା?
ବିଚିତ୍ର ତାଙ୍କୁ କୁହାଯାଏ ଯାହାଙ୍କୁ ଦେଖି ହୁଏ ନାହିଁ। ଏହା ବହୁତ ସୂକ୍ଷ୍ମ କଥା। ଆତ୍ମା କେତେ ଛୋଟ! ଆତ୍ମାକୁ ବାରମ୍ବାର ଅଭିନୟରେ ଆସିବାକୁ ପଡ଼ିଥାଏ, ଆଉ କାହାରି ବୁଦ୍ଧିରେ ଏପରି ଜ୍ଞାନ ନାହିଁ। ସର୍ବପ୍ରଥମେ ତ ବୁଦ୍ଧିରେ ରଖିବାକୁ ହେବ ଯେ ମୁଁ ଆତ୍ମା, ପରମାତ୍ମା ମୋର ପିତା ଅଟନ୍ତି। ତାଙ୍କୁ ହିଁ ପତିତ ପାବନ ହେ ଭଗବାନ କହି ୟାଦ କରିଥାନ୍ତି। ଅନ୍ୟ କୌଣସି ଜାଗାକୁ ଯିବାର ଆବଶ୍ୟକତା ନାହିଁ। ତେଣୁ ସ୍ମରଣ ମଧ୍ୟ ଜଣଙ୍କୁ କରିବା ଉଚିତ। ଭଗବାନଙ୍କୁ ସ୍ମରଣ କରୁଛନ୍ତି, ନିଶ୍ଚୟ ତାଙ୍କଠାରୁ କିଛି ମିଳିବାକୁ ଥିବ। ପୁଣି ଦ୍ୱାର ଦ୍ୱାର ଧକ୍କା କାହିଁକି ଖାଉଛ? ଭଗବାନଙ୍କୁ ତ ପରମଧାମରୁ ଆସିବାକୁ ପଡ଼ିବ ନା। ଆମେ ତ ସେଠାକୁ ଯାଇପାରିବୁ ନାହିଁ, କାହିଁକି ନା ପତିତଟୁ। ପତିତ ସେଠାକୁ ଯାଇପାରିବେ ନାହିଁ। ଏବେ ତୁମେ ଆଶ୍ଚର୍ଯ୍ୟ ହେଉଛ। ଭକ୍ତି ମାର୍ଗର ପାଠ କେତେ ଆଶ୍ଚର୍ଯ୍ୟଜନକ ଅଟେ। ଏକ ଭଗବାନଙ୍କୁ ହିଁ ସ୍ମରଣ କରୁଛନ୍ତି। ହେ ଈଶ୍ୱର, ହେ ପରମ ପିତା, ଓ ଗଡ୍ ଫାଦର। ଯଦି ସେ କ'ଣ ଅଟନ୍ତି? ବାବା କହୁଛନ୍ତି, ଯଦି ସେ ଏକ ଅଟନ୍ତି ତେବେ ଅନ୍ୟ କେଉଁଠି ଧକ୍କା କାହିଁକି ଖାଉଛ? ସିଏ ଜଣେ ହିଁ ଉପରେ ରହୁଛନ୍ତି। କିନ୍ତୁ ଏସବୁ ନିର୍ଦ୍ଧାର୍ଯ୍ୟ ରହିଛି। ଡ୍ରାମା ଅନୁସାରେ ଭକ୍ତି କରୁଛନ୍ତି। ଏହା ଅତି ଅଜ୍ଞାନତାର ଅଟେ। ବାବା କହୁଛନ୍ତି, ଏହା ଅତି ଅଜ୍ଞାନତା ଅଟେ। ଏବେ ପୁଣି ତୁମେ ଅତି ବୁଦ୍ଧିମାନ ହେଉଛ। ଶ୍ରୀମତରେ ଚାଲୁଥିବା ଆତ୍ମା ହିଁ ବୁଦ୍ଧି ସମ୍ପନ୍ନ ହୋଇଥାନ୍ତି। ସେମାନେ ପୁଣି ଗୁପ୍ତ ରହିପାରିବେ ନାହିଁ। ସେମାନେ ସର୍ବଦା ଶ୍ରେଷ୍ଠାଚାରୀ କର୍ମ ହିଁ କରିବେ। ବାବା କହୁଛନ୍ତି, ମୁଁ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟେ। ତେଣୁ ମୋ ପିଲାମାନେ ବି କେତେ ମଧୁର ହେବା ଉଚିତ। ପିଲାମାନେ ବାବାଙ୍କର ଦକ୍ଷିଣ ହସ୍ତ ହେବା ଉଚିତ। ଏହିପରି ସନ୍ତାନମାନେ ହିଁ ବାବାଙ୍କର ପ୍ରିୟ ହୋଇଥାନ୍ତି। ରାଇଟ ହ୍ୟାଣ୍ଡ ଅର୍ଥାତ୍ ଦକ୍ଷିଣ ହସ୍ତ ଅଟନ୍ତି ନା। ତୁମେ ଜାଣିଛ ଯେ ବାବା କହୁଛନ୍ତି, ତୁମେ ଜାଣିଛ ଯେ ବାମ ହାତରେ ଏତେ କାମ କରିହୁଏ ନାହିଁ, କାହିଁକି ନା ଦକ୍ଷିଣ ହାତରେ ହିଁ ପୁଣ୍ୟ କାର୍ଯ୍ୟ କରିଥାନ୍ତି। ସେଥିପାଇଁ ଏହି ଦକ୍ଷିଣ ହାତକୁ ମଧ୍ୟ ଶୁଭ କାମରେ ଲଗାଇଥାନ୍ତି। ପୂଜା ସର୍ବଦା ଦକ୍ଷିଣ ହାତରେ କରିଥାନ୍ତି। ବାବା କହୁଛନ୍ତି, ପ୍ରତ୍ୟେକ କଥାରେ ସଚ୍ଚୋଟ ହୁଅ। ବାବା ମିଳିଛନ୍ତି, ତେଣୁ ଖୁସି ହେବା ଦରକାର। ବାବା କହୁଛନ୍ତି, କେବଳ ମତେ ମନେ ପକାଇଲେ ବାବା କହୁଛନ୍ତି, କେବଳ ମତେ ମନେ ପକାଇଲେ ଅନ୍ତମତି ଅନୁଯାୟୀ ଗତି ହୋଇଯିବ। ମତ ଓ ଗତ ଅଥବା ଗତି କରିବାର ମତ ଏକ ହିଁ ଅଟେ। ଗାୟନ ମଧ୍ୟ କରାଯାଏ, ଈଶ୍ୱର ଗତ ମତ ଈଶ୍ୱର ହିଁ ଜାଣନ୍ତି। ସିଏ ହିଁ ପତିତ ପାବନ ଅଟନ୍ତି। ସିଏ ଜାଣିଛନ୍ତି ମୁଁ ମନୁଷ୍ୟମାନଙ୍କୁ ପାବନ କରାଇ ଦୁର୍ଗତିରୁ ସଦ୍ଗତିକୁ କିପରି ନେଇଯିବି। ଭକ୍ତି ମାର୍ଗରେ କେତେ ମେହନତ କରୁଛନ୍ତି, କିନ୍ତୁ ସଦ୍ଗତି ହେଉନାହିଁ। ଫଳ କିଛି ହେଲେ ବି ମିଳୁନାହିଁ। ସଦ୍ଗତି ଦାତା ଜଣେ ବାବା ହିଁ ଅଟନ୍ତି। ଭକ୍ତିରେ ଯିଏ ଯେଉଁ ଭାବନାରେ ପୂଜା କରିଥାନ୍ତି, ତାଙ୍କୁ ହିଁ ମୁଁ ଫଳ ଦେଇଥାଏ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ନିଜର ପୁରୁଷାର୍ଥ ଅନୁସାରେ ତାଙ୍କୁ ସ୍ୱତଃ ମିଳିଯାଉଛି। ଏବେ ପବିତ୍ର ମଧ୍ୟ ପିଲାମାନଙ୍କୁ ନିଜର ପୁରୁଷାର୍ଥ ଦ୍ୱାରା ହିଁ ହେବାକୁ ପଡ଼ିବ। ବାବା କହୁଛନ୍ତି, ମିଠା ମିଠା ବାବାଙ୍କୁ ମନେ ପକାଅ। ବାବା କହୁଛନ୍ତି, ସେହି ସର୍ବଶକ୍ତିମାନ ଅଲମାଇଟି ଅଥରିଟି ଆମକୁ କେତେ ଶକ୍ତିଶାଳୀ କରାଉଛନ୍ତି। ତମେ ସବୁ କିଛି ଜାଣିସାରିଛ, ପୁଣି ବାବାଙ୍କ ଠାରୁ ସମ୍ପତ୍ତି ନେଉଛ। ବାବା କହୁଛନ୍ତି, ତୁମେ ସବୁ କିଛି ଜାଣିସାରିଛ, ପୁଣି ବାବାଙ୍କ ଠାରୁ ସମ୍ପତ୍ତି ନେଉଛ। ରଚୟିତା ଓ ରଚନାର ଜ୍ଞାନ ତୁମ ବୁଦ୍ଧିରେ ଅଛି। ତୁମେ ଜାଣିଛ ଯେ ଏହି ଜ୍ଞାନ ଆମ ପାଖରେ ନଥିଲା। ଯଜ୍ଞ ତପ ଆଦି କରିବା, ଶାସ୍ତ୍ର ଆଦି ଶୁଣିବା, ଏହା ହେଲା ଶାସ୍ତ୍ରର ଜ୍ଞାନ। ଏହାକୁ ଭକ୍ତି କୁହାଯାଉଛି। ଏଥିରେ ଲକ୍ଷ୍ୟ ଉଦ୍ଦେଶ୍ୟ କିଛି ହେଲେ ନାହିଁ। ପାଠପଢ଼ାରେ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଥାଏ। କୌଣସି ନା କୌଣସି ପ୍ରକାରର ଜ୍ଞାନ ରହିଥାଏ। ଆମକୁ ପତିତରୁ ପାବନ ହେବା ବାବା କହୁଛନ୍ତି, ଆମକୁ ପତିତରୁ ପାବନ ହେବାର ଜ୍ଞାନ ପତିତ ପାବନ ବାବା ହିଁ ଦେଇଛନ୍ତି। ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ବାବା ହିଁ ଦେଇଛନ୍ତି। ଏହି ସୃଷ୍ଟି ଚକ୍ର କିପରି ଘୁରୁଛି, ଏଥିରେ ସମସ୍ତ ଅଭିନେତା ପାର୍ଟଧାରୀ ଅଟନ୍ତି। ଏହି ଅନାଦି ନାଟକ ପୂର୍ବ ପ୍ରସ୍ତୁତ ଅଟେ। ଏହି ଅବିନାଶୀ ଜ୍ଞାନ ତ ନିଶ୍ଚିତ ରହିବା ଦରକାର। ତୁମେ ପିଲାମାନେ ଜାଣିଛ, ଏବେ ଆମେ ଘୋର ଅନ୍ଧକାରରୁ ବାହାରି ଘୋର ଆଲୋକ ଆଡ଼କୁ ଯାଉଛୁ। ତୁମେ ଏବେ ଦେବତା ହେଉଛ। ଏକଥା ମଧ୍ୟ ବୁଝିବା ଉଚିତ ଯେ ଆଦି ସନାତନ ଦେବୀ ଦେବତା ଧର୍ମ ଅଛି, ଯାହାକୁ ହିନ୍ଦୁ ଧର୍ମ କହିଦେଇଛନ୍ତି। ଧୀରେ ଧୀରେ ସମସ୍ତେ ଏହି କଥା ମଧ୍ୟ ବୁଝିଯିବେ। ପିଲାମାନେ ଛିଡ଼ା ହେବା ବାବା କହୁଛନ୍ତି, ପିଲାମାନେ ଛିଡ଼ା ହେବା ଉଚିତ। ଏଥିରେ ଅନେକ ସନ୍ତାନ ଆବଶ୍ୟକ। ଦିଲ୍ଲୀରେ ମେଳା କରିବାକୁ ପଡ଼ିବ। ଦିଲ୍ଲୀରୁ
परिस्तान मध्य बाबा कहउछन्ति दिल्ली को परिस्तान मध्य कुहाଯାए। ଏହା ଯମୁନାର କୂଳରେ ଥିଲା। ଦିଲ୍ଲୀ ରାଜଧାନୀ ଥିଲା। ଏହା ଅନେକଙ୍କର ହାତକୁ ଆସିଛି। ଦେବତା ମାନଙ୍କର ମଧ୍ୟ ଏହା ରାଜଧାନୀ ଥିଲା। ଦିଲ୍ଲୀରେ ବହୁତ ବଡ଼ କନଫରେନ୍ସ ଅଥବା ମେଳା ହେବା ଦରକାର, କିନ୍ତୁ ମାୟା ଏପରି ଯେ କରିବାକୁ ଦେଉନାହିଁ, ବିଘ୍ନ ବହୁତ ପକାଉଛି। ଆଜିକାଲି ଭାବ ସ୍ୱଭାବ ମଧ୍ୟ ବହୁତ ହୋଇଗଲାଣି। ପିଲାମାନଙ୍କୁ ପରସ୍ପର ସହିତ ମିଶି ସେବାରେ ଲାଗିଯିବା ଉଚିତ। ସେମାନେ ମଧ୍ୟ ପରସ୍ପର ସହିତ ନ ମିଶିବାରୁ ତ ରାଜତ୍ୱ ଉଡ଼ି ଯାଉଛି, ଦୁଇ ଦଳ ହୋଇଯାଉଛନ୍ତି, ପୁଣି ପରସେଣ୍ଟେଜ ବାବା କହୁଛନ୍ତି ଦୁଇ ଦଳ ହେଇଯାଉଛନ୍ତି, ପୁଣି ପ୍ରେସିଡେଣ୍ଟକୁ ଅର୍ଥାତ୍ ରାଷ୍ଟ୍ରପତିଙ୍କୁ ମଧ୍ୟ ଉଡ଼ାଇ ଦେଉଛନ୍ତି। ଦ୍ୱୈତ ମତ ବହୁତ ହାନିକାରକ ଅଟେ। ପୁଣି ଭଗବାନଙ୍କର ସାମ୍ନା କରିବାକୁ ମଧ୍ୟ ଡେରି କରିନଥାନ୍ତି। କ୍ଷତି ମଧ୍ୟ ବହୁତ ହୋଇଥାଏ। କ୍ରୋଧର ଭୂତ ଆସିଗଲେ ତ ସେ କଥା ପୁଣି ନ କହିଲେ ଭଲ। ସେଥିପାଇଁ ବାବା କହୁଛନ୍ତି ଗୁଡ୍ ଜାଣେ ଗୁଡ୍ର ଗୋତ୍ରୀ ଜାଣେ, ଅର୍ଥାତ୍ ବ୍ରହ୍ମା ବାବା ଓ ଶିବ ବାବା ଜାଣିଛନ୍ତି। ବାବା ପିଲାମାନଙ୍କୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଛନ୍ତି। ଏବେ କେହି ଧାରଣ କରୁଛନ୍ତି, ବାବା କହୁଛନ୍ତି ଏବେ କେହି ଧାରଣ କରନ୍ତୁ ବା ନ କରନ୍ତୁ, ଏହା ହେଉଛି ତାଙ୍କ ପୁରୁଷାର୍ଥର ଆଧାର। ଏପରି ନୁହେଁ ଯେ କାହା ଉପରେ ବାବା ଆଶୀର୍ବାଦ ଅଥବା କୃପା କରିବେ। ଏଥିରେ କୃପା ଆଦି ମାଗିବାର କଥା ନାହିଁ। ଯଦି ପ୍ରେରଣା ସାହାଯ୍ୟରେ ଜ୍ଞାନ ଓ ଯୋଗ ଶିଖାଇବାର ହୋଇଥାନ୍ତା, ତେବେ ବାବା କହୁଛନ୍ତି ମୁଁ ଏହି ବିକାରୀ ଦୁନିଆକୁ ଆସିଥାନ୍ତି କାହିଁକି? ପ୍ରେରଣା, ଆଶୀର୍ବାଦ ଏସବୁ ଭକ୍ତି ମାର୍ଗର ଅକ୍ଷର। ଏହି ଜ୍ଞାନ ମାର୍ଗରେ ପୁରୁଷାର୍ଥ କରିବାକୁ ହେବ। ପ୍ରେରଣାର କୌଣସି କଥା ହିଁ ନାହିଁ। ତୁମକୁ ଏକତ୍ର ତିନୋଟି ଇଞ୍ଜିନ ମିଳିଛି। ଦୁନିଆରେ ତ ବାପା ଅଲଗା, ଶିକ୍ଷକ ଅଲଗା ମିଳିଥାନ୍ତି, ଗୁରୁ ତ ପଛରେ ମିଳିଥାନ୍ତି। ଏଠାରେ ତ ତିନି ହିଁ ଏକାତ୍ର ଅଛନ୍ତି। ବାବା କହୁଛନ୍ତି ମୁଁ ତୁମକୁ ପୂଜ୍ୟ କରାଉଛି, ତୁମେ ପୁଣି ପୂଜାରୀ ହୋଇଯିବ। ବହୁତ ଯୁକ୍ତିରେ ବୁଝାଇବାକୁ ହେବ। ଏପରି ନ ହେଉ ଯେ କେହି ବେହୋସ ହୋଇଯାଉଛନ୍ତି। ସର୍ବପ୍ରଥମେ ମୁଖ୍ୟ ହେଉଛି ଦୁଇ ପିତାଙ୍କର କଥା। ଭଗବାନ ବାପା ଅଟନ୍ତି। ତାଙ୍କର ଜନ୍ମଦିନ ଶିବ ଜୟନ୍ତୀ ମଧ୍ୟ ଏହିଠାରେ ହିଁ ପାଳନ କରିଥାନ୍ତି। ନିଶ୍ଚିତ ସିଏ ସ୍ୱର୍ଗର ମାଲିକ କରାଉଥିବେ। ଭାରତରେ ହିଁ ସ୍ୱର୍ଗ ଥିଲା। ବର୍ତ୍ତମାନ ନର୍କର ବିନାଶ ପାଇଁ ମହାଭାରତ ଲଢ଼େଇ ସମ୍ମୁଖରେ ଦଣ୍ଡାୟମାନ। ନିଶ୍ଚିତ ବାବା ନୂଆ ଦୁନିଆର ସ୍ଥାପନା ମଧ୍ୟ କରାଉଛନ୍ତି। ବାବାଙ୍କ ଶ୍ରୀମତ ଆଧାରରେ ହିଁ ଆମେ କହୁଛୁ ଯେ ଭାରତକୁ ପବିତ୍ର କରି ହିଁ ଛାଡ଼ିବୁ। ଆଚ୍ଛା, ମିଠା ମିଠା ଶିଖିଲାଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଓ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସବୁ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। नमस्ते 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 बाबा, नमस्ते। शुक्रिया बाबा, शुक्रिया, दिल से शुक्रिया। ओम शांति बाबा। ଆଜିର ଧାରଣା ପାଇଁ ମୁଖ୍ୟ ସାର 1. ଯେପରି ବାବା ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି, ସେହିପରି ବାପାଙ୍କ ସମାନ ହେବାକୁ ପଡ଼ିବ। ବହୁତ ମିଠା ହେବାକୁ ହେବ। ସର୍ବଦା ଶୁଭ କର୍ମ କରି ରାଇଟ୍ ହ୍ୟାଣ୍ଡ ଅର୍ଥାତ୍ ଦକ୍ଷିଣ ହସ୍ତ ହେବାର ଅଛି। 2. କେବେ ଦୁଇଟି ମତ ହେବା ଅନୁଚିତ। ଭାବ ସ୍ୱଭାବର ବଶବର୍ତ୍ତୀ ହୋଇ ପରସ୍ପରର ସାମ୍ନା କରିବା ଉଚିତ ନୁହେଁ। କ୍ରୋଧର ଭୂତ ବାହାର କରିଦେବା ଉଚିତ। ଆଜିର ବରଦାନ, ସ୍ୱୟଂର ସ୍ଥିତିରେ ରହି ନିଜର ପ୍ରତ୍ୟେକ କର୍ମକୁ ସଂୟମ ଅର୍ଥାତ୍ ନିୟମ କରୁଥିବା ଅଥରିଟି ସ୍ୱରୂପ ହୁଅ। ସ୍ୱୟଂର ସ୍ଥିତିରେ ରହି ନିଜର ପ୍ରତ୍ୟେକ କର୍ମକୁ ସଂୟମ ଅର୍ଥାତ୍ ନିୟମ କରୁଥିବା ଅଥରିଟି ସ୍ୱରୂପ ହୁଅ। ତା ପାଇଁ ବାବା କହୁଛନ୍ତି ଯେପରି ସାକାର ବ୍ରହ୍ମା ବାବା ସ୍ୱୟଂ ଅର୍ଥାତ୍ ନିଜର ସ୍ମୃତିରେ ରହିବା ଦ୍ୱାରା ଯେଉଁଭଳି କର୍ମ କରିଛନ୍ତି, ସେଗୁଡ଼ିକ ବ୍ରାହ୍ମଣ ପରିବାରର ସଂୟମ ବା ନିୟମ ହୋଇଯାଇଛି। ସେଗୁଡ଼ିକ ବ୍ରାହ୍ମଣ ପରିବାରର ସଂଯମ ବା ନିୟମ ହୋଇଯାଇଛି। ସ୍ୱୟଂ ବାବା କହୁଛନ୍ତି ସ୍ୱୟଂର ନିଶାରେ ରହୁଥିବା କାରଣରୁ ଅଧିକାରୀ ପଣିଆର ସହିତ କହିପାରୁଥିଲେ ଯେ ସାକାର ଦ୍ୱାରା ଯଦି କୌଣସି ଓଲଟା କର୍ମ ମଧ୍ୟ ହୋଇଯିବ, ତେବେ ବାବା ସେଗୁଡ଼ିକୁ ଠିକ୍ କରିଦେବେ। ତେବେ
ସର୍ବଦା ସ୍ୱସ୍ୱରୂପର ସ୍ଥିତିରେ ରହିବା ଦ୍ୱାରା ଏହି ନିଶା ରହିଥାଏ ଯେ କୌଣସି କର୍ମ ଓଲଟା ହୋଇ ହିଁ ପାରିବ ନାହିଁ। ତୁମେ ପିଲାମାନେ ମଧ୍ୟ ଯେତେବେଳେ ସ୍ୱରୂପର ସ୍ଥିତିରେ ସ୍ଥିତ ରହିବ, ସେତେବେଳେ ଯାହା ବି ସଂକଳ୍ପ ଚାଲିବ, ଯାହା ବି ବାଣୀ ଶୁଣାଇବ ବା କର୍ମ କରିବ, ସେଗୁଡ଼ିକୁ ସଂଯମ ଅର୍ଥାତ୍ ନିୟମ ହୋଇଯିବ। ଆଜିର ସ୍ଲୋଗାନ, ପବିତ୍ରତାର ସ୍ତମ୍ଭକୁ ଯଦି ମଜବୁତ କରିବ ତେବେ ତାହା ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ପାଲଟିଯିବ। ପବିତ୍ରତାର ସ୍ତମ୍ଭକୁ ଯଦି ମଜବୁତ କରିବ ତେବେ ତାହା ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ପାଲଟିଯିବ। ଆଜିର ଅବ୍ୟକ୍ତ ଇଶାରା, ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ତା ପାଇଁ ବାବା କହୁଛନ୍ତି, ଯଦି ବୁଦ୍ଧିରେ ଅଶୁଦ୍ଧ ସଂକଳ୍ପ ବା ପୁରୁଣା ସଂସ୍କାର ସଂକଳ୍ପ ରୂପରେ ମଧ୍ୟ ସ୍ପର୍ଶ କରୁଛି, ତେବେ ସମ୍ପୂର୍ଣ୍ଣ ବୈଷ୍ଣବ କୁହାଯିବ ନାହିଁ। ଯେପରି କୌଣସି ଅକର୍ତ୍ତବ୍ୟ କାର୍ଯ୍ୟକୁ ଦେଖିବା ଦ୍ୱାରା ମଧ୍ୟ ତାର ପ୍ରଭାବ ପଡ଼ିଥାଏ ଏବଂ ତାର ମଧ୍ୟ ହିସାବ ରହିଯାଏ, ସେହି ହିସାବରେ ଯଦି ଚିନ୍ତା କରିବ ତେବେ ପୁରୁଣା ସଂସ୍କାର ବା ଅଶୁଦ୍ଧ ସଂକଳ୍ପ ବୁଦ୍ଧିକୁ ଯଦି ସ୍ପର୍ଶ ମଧ୍ୟ କରୁଛି, ତେବେ ବି ତୁମକୁ ସମ୍ପୂର୍ଣ୍ଣ ବୈଷ୍ଣବ ବା ସମ୍ପୂର୍ଣ୍ଣ ପବିତ୍ର କିପରି କୁହାଯିବ? ଆଚ୍ଛା, ଓମ୍ ଶାନ୍ତି।